ସବୁବେଳେ ତ ଆମେ ଡାଲମା ଖାଉଛନ୍ତି କିନ୍ତୁ ବେଳେ ବେଳେ ଖାଇବାର ସ୍ୱାଦକୁ ନିହାତି ଚେଞ୍ଜ କରିବା କଥା। ଆଜି ଯେମିତି ଡାଲମାର ସବୁ ପରିବା ଘରେ ଥିଲା କିନ୍ତୁ ମୋତେ ବନେଇବା ପାଇଁ ଇଚ୍ଛା ହିଁ ହେଲାନି। ଭାବିଲି ଡାଲମା ବଦଳରେ ଆଜି ଗୋଟେ ମିଶାମିଶି ତରକାରୀ ବନେଇ ନେବି ଯେଉଁଟାକି ଖାଇବାକୁ ସୁଆଦିଆ ଲାଗିବ। ସମସ୍ତେ ତ ମିଶାମିଶି ତରକାରୀ ବନାନ୍ତି କିନ୍ତୁ ମୁଁ ଆଜି ଟିକେ ନୂଆ ଷ୍ଟାଇଲରେ ବନଉଛି। ଜୟ ଜଗନ୍ନାଥ, ସ୍ୱାଗତ କରୁଛି ଆପଣ ସମସ୍ତଙ୍କୁ ଆଜିର ରୋଷେଇକୁ। ମିଶାମିଶି ତରକାରୀ ବନେଇବା ପାଇଁ ଯାହା ବି ପରିବା ଫ୍ରିଜରେ ଥିଲା ସବୁ ପରିବାକୁ ଭଲ ଭାବରେ ଧୁଆଧୁଇ କରିକି ଛୋଟ ଛୋଟ କରି କାଟିକି ରଖିନେଲି। କଡ଼େଇରେ ତେଲ ଗରମ କରିକି ସେଥିରେ ସବୁ ପରିବାକୁ ଦେଇକି ମୁଁ ଛାଣି ନେଉଛି। ପରିବାକୁ ଟିକେ ଛାଣିକି ବନେଇଲେ ତରକାରୀର ସ୍ୱାଦ ଟିକେ ବହୁତ ବଢ଼ିଆ ଆସିଥାଏ। ଏଇଠି ଦେଖନ୍ତୁ ସବୁ ପରିବାକୁ ଏଇଠି ମୁଁ ଛାଣିକି ରଖିନେଇଛି। ତା ଛଡ଼ା ଅଳ୍ପ କିଛି ପନିର ଥିଲା ତାକୁ ବି ଛାଣିକି ରଖିନେଲି। କାଜୁ ଆଉ ପୋସ୍ତର ଗୋଟେ ପେଷ୍ଟ ବନେଇବା। ତା ଛଡ଼ା ଆମେ ଅଦା, ରସୁଣ, ପିଆଜ ଆଉ ଟମାଟର ବି ଗୋଟେ ପେଷ୍ଟ ବନେଇକି ରଖିବା। ସେଇ କଡ଼େଇରେ ଅଳ୍ପ କିଛି ତେଲକୁ ବାହାର କରି ନେଲି। ସେଥିରେ ଦେଇଦେଲି ଜିରା, ଗୋଟା ଗରମ ମସଲା ସହିତ ଗୋଟେ ତେଜପତ୍ର ଦେଇକି ଭଲ ଭାବରେ ତାକୁ ଟିକେ ଫୁଟିବା ପାଇଁ ଛାଡ଼ିଦେଲି। ସେ ଫୁଟିଗଲା ପରେ ସେଥିରେ ଯେଉଁ ଅଦା ରସୁଣର ପେଷ୍ଟଟା ବନେଇକି ରଖିଥିଲି ତାକୁ ଦେଇଦେଲି। ତାପରେ ସବୁତକ ଶୁଖା ମସଲାର ଗୁଣ୍ଡ ଦେଇଦେଲି, ଯେଉଁଥିରେ କି ଆପଣଙ୍କର ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ହଳଦୀ ଗୁଣ୍ଡ, କାଶ୍ମୀରୀ ଲଙ୍କା ଗୁଣ୍ଡ ସହିତ ଗୋଟେ ଚାମଚ ଦେଇଦେଲି ଗରମ ମସଲା। ତାକୁ ଭଲ ଭାବରେ ଏଇଠି ମୁଁ କଷି ନେଲି। ଏ ବଢ଼ିଆ ସେ କଷି ହେଇଗଲାଣି। ସେଥିରେ ମୁଁ ଦେଇ ଦେଉଛି ପୋସ୍ତ ଆଉ କାଜୁର ପେଷ୍ଟଟା, ଆଉ ତାକୁ ବଢ଼ିଆ ଭାବରେ ଏଇଠି କଷାକଷି କରିନେଲି। ୟାକୁ ସେ ପର୍ଯ୍ୟନ୍ତ କଷିବା ଯେ ପର୍ଯ୍ୟନ୍ତ ଆମର ତେଲ ମସଲାରୁ ଛାଡ଼ି ନଥିବ। କିଛି ସମୟ ପରେ ଆପଣମାନେ ଦେଖିପାରୁଥିବେ ମସଲାରୁ ଆମର ତେଲ ଛାଡ଼ି ଆସିଲାଣି। ଆଉ ଏହି ମସଲା କଷିଲା ବେଳେ ନା ଆର ମସଲା ଏଇଠି ବଢ଼ିଆ ଭାବରେ କଷି ହେଇସାରିଲାଣି। ତ ଏବେ ମୁଁ କ'ଣ କରୁଛି ନା ପ୍ରଥମେ ଦେଇ ଦେଉଛି ଜହ୍ନିକୁ ମୁଁ ଛାଣି ନଥିଲି, ଜହ୍ନିରୁ ପାଣି ବାହାରେ, ସେଥିଲାଗି ଜହ୍ନିକୁ ନ ଛାଣିକି ଆଉ ସବୁ ପରିବାକୁ ଏଠି ଛାଣିକି ରଖିଥିଲି। ତ ପ୍ରଥମେ ଜହ୍ନିକୁ ଦେଇକି ଟିକେ ସମୟ କଷି ନେଇ ସାରିଲା ପରେ ଆଉ ସବୁ ଛାଣିକି ରଖିଥିବା ପରିବାକୁ ଦେଇ ଦେଉଛି। ଯାହା ବି ପରିବା ସବୁ ମୁଁ ନେଇଛି ମୁଁ ସେଇଠି ଲେଖି ନେଇଛି, ଆପଣମାନେ ସେଇ ପରିବା ସବୁ ନେଇଯାଆନ୍ତୁ। ଆଉ ନେଇକି ତାପରେ କ'ଣ କରିବା, ସେଇ ପରିବାକୁ ସବୁ ଛାଣିକି ରଖିଥିଲି ତାକୁ ଦେଇଦେଲି। ସ୍ୱାଦ ଅନୁସାରେ ଏଇଠି ଆମେ ଲୁଣ ଦେଇଦେବା। ଆଗରୁ ଲୁଣ ଦେଇନାହାନ୍ତି। ଆଉ ଭଲ ଭାବରେ ଆକୁ ଆମେ କଷି ନେବା। ଏଥିରେ ପାଣି ବିଲକୁଲ ବି ଦେବାନି, କାହିଁକିନା ଆମର ଯେଉଁ ତେଲ ଦେଇଛନ୍ତି ସେଇ ତେଲରେ ହିଁ ଏଇଟା ଯେତେ ଭଲ ଭାବରେ କଷି ହେବ ସେତେ ଭଲ ଲାଗିବ। ଯଦି ଆପଣଙ୍କର ମସଲା ଟିକେ ତଳ ଲାଗିଯାଉଛି ତାହେଲେ ଆପଣମାନେ ଏଥିରେ ଅଳ୍ପ କିଛି ପାଣି ଦେଇପାରିବେ। ଏଇଠି ବଢ଼ିଆ ଭାବରେ କଷି ହେଇଗଲାଣି। ଆଉ ଏବେ ସେଥିରେ ମୁଁ ଦେଇ ଦେଉଛି ପନିରକୁ। ଯଦି ପନିର ଆପଣଙ୍କ ପାଖରେ ଅଛି ତାହେଲେ ଟିକେ ଦେଇଦିଅନ୍ତୁ, ଯେଉଁଟାକି ବହୁତ ବଢ଼ିଆ ଲାଗିଥାଏ ଖାଇବା ପାଇଁ। ପନିର ଦେଇ ସାରିଲା ପରେ ସବୁକୁ ଭଲ ଭାବରେ ଆଉ କିଛି ସମୟ କଷି ନେବା। ଆଉ ତାପରେ କ'ଣ କରିବା, ସେଥିରେ ଅଳ୍ପ କିଛି ଉଷୁମ ପାଣି ବା ନଖ ଉଷୁମ ପାଣି ଟିକେ ଦେଇକି 10 ମିନିଟ୍ ଯାଏ ଲୋ ଫ୍ଲେମ୍ରେ ଆମେ ତାକୁ ସିଝିବା ପାଇଁ ଛାଡ଼ିଦେବା। ଆମର ସୁପର ଟେଷ୍ଟି ଏଇଠି ତରକାରୀ, ମିଶାମିଶି ତରକାରୀ ବା ଘାଣ୍ଟ ତରକାରୀ ପ୍ରସ୍ତୁତ ହୋଇଗଲା। ଆପଣମାନେ ଥରେ ଏମିତି ହିଁ ବନେଇକି ଖାଆନ୍ତୁ, ଦେଖିବେ ବହୁତ ଭଲ ଲାଗିବ। ଭାତ ସହିତ, ରୁଟି ସହିତ, ପିଠା ସହିତ ସବୁଥିରେ ଖାଇପାରିବେ। ପୁଣି ଦେଖା ହେବା ନୂଆ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ।